ପ୍ରବଳ ତାପରେ ଥରୁଛି ଓଡ଼ିଶା, 7 ଡିଗ୍ରୀ ଖସିଲା ତାପମାତ୍ରା। ସାରା ରାଜ୍ୟରେ ବଢ଼ିଛି ଥଣ୍ଡା, ଅସହ୍ୟ ହେଉଛି ଓଡ଼ିଶା। ରାତି ତାପମାତ୍ରା ସବୁଠୁ କମିଛି। ପୂର୍ବ ରାତି ତୁଳନାରେ 1ରୁ 4.5 ଡିଗ୍ରୀ ସେଲସିୟସ୍ କମିଯାଇଛି। ରାଉରକେଲା ପାଲଟିଛି ସବୁଠୁ ଥଣ୍ଡା ସହର। ଇସ୍ପତା ସହର ସର୍ବନିମ୍ନ ତାପମାତ୍ରା 7 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ଗୋଶାଳା ପାଇଁ 52 ଲକ୍ଷ ଦେବେ ସରକାର। ବୁଲା ଗୁରୁଙ୍କ ଯତ୍ନ ନେଲେ ମିଳିବ 20,000 ସହାୟତା। ବୁଲା ଗୁରୁଙ୍କୁ ଥଇଥାନ ପାଇଁ ରାଜ୍ୟ ସରକାର ନୂଆ ଯୋଜନା ଆଣୁଛନ୍ତି। ବୁଲା ଗୁରୁଙ୍କ ଯତ୍ନ ନେଲେ ସରକାର ବର୍ଷକୁ 20,000 ଟଙ୍କାର ସହାୟତା ରାଶି ଯୋଗାଇ ଦେବେ। ଏହାସହ ଗୋଶାଳା ନିର୍ମାଣ କରିବାକୁ 52 ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବ ବୋଲି ଆଜି ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ ଭୁବନେଶ୍ୱରରେ ସମେତ ଅନ୍ୟ ପୌରାଞ୍ଚଳକୁ ବୁଲା ଗୋରୁ ମୁକ୍ତ କରାଯିବ। ଏନେଇ ପଦକ୍ଷେପ ନିଆଯାଇଛି। ଗାଈ ଓ ଷଣ୍ଢକୁ ଉଦ୍ଧାର କରାଯାଉ ଗୋଶାଳାରେ ରଖାଯିବ। ରାଜଧାନୀକୁ ବୁଲା ଗୋରୁ ଗାଈ ମୁକ୍ତ କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ତଥାପି ମାଳ ମାଳ ଗୋରୁ ଗାଈ ରାସ୍ତାରେ ବୁଲୁଛନ୍ତି। ଆଗକୁ ପ୍ରବାସୀ ଭାରତୀୟ ସମ୍ମିଳନୀ ରହିଛି। ଏଥିପାଇଁ ବୁଲା ଗୋରୁଙ୍କୁ ହଟାଇବାକୁ ବିଏମ୍ସି ନିର୍ଦ୍ଦେଶ ହୋଇଛି। ହେଲେ ବିଏମ୍ସି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଦେଶର ରାଜଧାନୀ ଦିଲ୍ଲୀରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ସେହିପରି ଦିଲ୍ଲୀ ଉପଖଣ୍ଡ ନୋଏଡାରେ ମଧ୍ୟ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଯେଉଁଥିପାଇଁ ମାଜିଷ୍ଟ୍ରେଟ୍ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। 8ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବୋର୍ଡର ସ୍କୁଲ ବନ୍ଦ ରହିବା ନେଇ ଏବେ ମାଜିଷ୍ଟ୍ରେଟ୍ଙ୍କ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକ ବନ୍ଦ ରଖାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ଆପଣଙ୍କୁ ଜଣାଇବା ପାଇଁ ଚାହୁଁଛୁ, ନୋଏଡାରେ ପ୍ରବଳ ଥଣ୍ଡା ସହ ଘନ କୁହୁଡ଼ି ଅନୁଭୂତ ହେଉଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଜିଲ୍ଲା ବେସିକ୍ ଏଡୁକେସନ୍ ଅଫିସର ରାହୁଲ ପନୱାର ଏ ସମ୍ପର୍କରେ ସମସ୍ତ ସ୍କୁଲକୁ ଚିଠି ଲେଖି ଅବଗତ କରାଇଛନ୍ତି।